ବୁଢ଼ୀ ତୁ କଣ ଆମ ସ୍କୁଲ ଗାଁକୁ ବସି ଆସିଲୁଣି? ସେଇଠି କହୁଛି ଆଲୋ ଏଇଟା ପାଗିଳିଟା ନା କଣ? ହଁ ଲୋ ଏଇଟା ଗୋଟେ ପାଗିଳିଟା।
ପରିବେଶକୁ ସଫାସୁତୁରା ରଖିବ ତ? ଆରେ କହୁନ କାହିଁକି? ଆରେ ଆରେ ଇଏ କଣ କରୁଛ? ତମକୁ ଆଉ ଏସବୁ କରିବାକୁ ପଡ଼ିବନି। ମୁଁ ଆଜି ବହୁତ ଖୁସି ରେ ମା, ବହୁତ ଖୁସି। ମୁଁ ଜାଣିଥିଲି ତମ ଭଳି ଝିଅମାନେ ଶିକ୍ଷିତ ଆଉ ସଚେତନ ହେଲେ ଏ ଧରଣୀର ଦୁଃଖ ନିଶ୍ଚୟ ଦୂର ହେଇଯିବ। କାରଣ ତମମାନେ ହେଉଛ ଧରଣୀ କୁକୁର ଝିଅ। ଆମେ ଧରଣୀ କୁକୁର ଝିଅ। ସୁନ୍ଦର ଭାବରେ ଆମେ ବିଜ୍ଞାନ ଯୁଗର ଝିଅ। ଖାଲି ଆଧୁନିକ ସଭ୍ୟତା ସହିତ ପରିଚିତ ହେଲେ ହେବନି, ଆମକୁ ସଚେତନ ହେବାକୁ ପଡ଼ିବ। ବିଶ୍ୱ ତାପମାତ୍ରା କମାଇବାକୁ ପଡ଼ିବ, ପରିବେଶରେ ସନ୍ତୁଳନ ପାଇଁ ଗଛ ଲଗାଇବାକୁ ପଡ଼ିବ। ଏଇ ପିଲାମାନେ ଯଦି ଚାହିଁବେ ସବୁଜ ପୃଥିବୀ ଏବଂ ସବୁଜ ବନାନୀ ସୃଷ୍ଟି କରିପାରିବେ। ତେଣୁ ଏମାନଙ୍କ ପାଇଁ ପୁରସ୍କାର ବର୍ଷା ହେଇଛି। ତେବେ ମୁଁ ଜାଣିବାକୁ ଚାହିଁବି ନାଇଁ 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 କୋରିଓଗ୍ରାଫର ତାଙ୍କୁ ନାଚ କିଏ ଶିଖେଇଥିଲେ? ଧନ୍ୟବାଦ ପ୍ରଣତି ଦିଦିଙ୍କୁ, କୋରିଓଗ୍ରାଫରଙ୍କୁ ଆମ ମଞ୍ଚ ସରପୁର ସମ୍ମାନ କରତାଳି ଦେବା। ଆମ ଏଇଭଳି ଭାବରେ ଉଠୁଥାନ୍ତୁ ଏବଂ ନାଁ ରଖିଥାନ୍ତୁ। ତେବେ ପୁରସ୍କାର ବିଜ୍ଞାନ ଯୁଗର ଝିଅ ପାଇଁ କେଦାର ସାର୍ ନେଲେ 100ଟି ଭାରତୀୟ ମୁଦ୍ରା, ଆର୍କ ସାର୍ 50 ଟଙ୍କା, ରମା ସାର୍ 100 ଟଙ୍କା, ସୁକ ସାର୍ ଫୋନ୍ ପେ ନେବ 50 ଟଙ୍କା, ଧର୍ମାନନ୍ଦ ବେହେରା 50 ଟଙ୍କା। କରତାଳି। ମାନବ ସାର୍ 100, ମାନବ ସାର୍ 100, ଅଦିତ୍ୟ ସାର୍ 200 ସାର୍ ଆମର 200 ଦେଲେ। ଓକେ, ଆଉ ଯାହା ରହିଯାଇଥିଲେ ଫୋନ୍ ପେ ରହିଯିବ। ଫୋନ୍ ପେ। ଓକେ, ଧନ୍ୟବାଦ। ଚିତାକର୍ଷକ ପ୍ରଦର୍ଶନ ଏବଂ